1998-19 ମସିହା କଥା। ଘରୁ ଜଣେ ଗେଷ୍ଟ ଆସିଥାନ୍ତି। ସେଦିନ ରହିଲେ। ତା ପରଦିନ ଦେଖିଲେ ଯେତେବେଳେ ଫୁଲ ତୋଳିବାକୁ ଗଲେ ଗୋଟେ ବି ନାହିଁ। ମୁଁ ଏମିତି କହୁଥିଲି, କହିଲା ଭାଇନା ଆପଣ ଛାଡ଼ି ଦେଉଛନ୍ତି, ତାକୁ ଖାଲି ମାଡ଼ ଦରକାର। ମୁଁ କହିଲି କାହାକୁ ମାଡ଼ ଦରକାର? ଯିଏ ନେଇଛି ନେଇଛି, ନଉ। ମୋ ନାଁରେ ବି ଫୁଲ ଚଳିଲା ଠାକୁରଙ୍କ ପାଖରେ, ମୋ ଭାଗଟା ବି ନେଇଯାଇଛି ନା, ରାଗିବାର କିଛି ନାହିଁ। କିନ୍ତୁ ଗୋଟିଏ ପଏଣ୍ଟ, ଯେଉଁମାନେ ଫୁଲ ନେଇଯାଆନ୍ତି, କେଜଣ ତ ଶୁଣିଥିବେ ରାତି 3ଟା-4ଟାରୁ ଉଠିକି ଫୁଲ ନେଇଯିବେ, ତାପରେ ପୁଣି ଶୋଇପଡ଼ିବେ, ପୁଣି ଅନ୍ୟ ଘରର ବାଡ଼ିରେ ବସିକି। ପିଲାଳିଆମି କହିପାରେ, ସେ ଯାହା ବି ହଉ, ଗୋଟିଏ ପଏଣ୍ଟ ତାଙ୍କୁ ଜାଣି ରଖିବାର ଅଛି। ବେଶୀ ଫୁଲ ଦେଲେ ବା ସବୁ ଫୁଲ ଦେଇଦେଲେ ଭଗବାନ କ'ଣ ବେଶୀ ଖୁସି ହେବେ? ବିଲକୁଲ ନୁହଁ। ଗୋଟିଏ ଫୁଲ ନ ଦେଇ ବି ଯଦି ଆମେ ସମର୍ପଣ ଭାବରେ ପ୍ରଣାମ କରୁଛେ, ଯଥେଷ୍ଟ। ପହଞ୍ଚିଗଲା ଉପରେ।